ଜୟ ଜଗନ୍ନାଥ ସାଙ୍ଗମାନେ, ମାଇଁ ଭଣଜାଙ୍କର ଆଉ ଗୋଟିଏ ନୂଆ ଖାଇବା କମ୍ପିଟିସନକୁ ଆପଣମାନଙ୍କୁ ସ୍ୱାଗତ। ଆଜି ମାଇଁ ଭଣଜାଙ୍କ ଖାଇବା କମ୍ପିଟିସନରେ କ'ଣ ଅଛି ଦେଖିବା, ଆଉ ମାଇଁ କ'ଣ କ'ଣ ଆଜି ତିଆରି କରିଛନ୍ତି ତାକୁ ପ୍ରଥମେ ଦେଖିବା। କ'ଣ ଖାଇବା ତିଆରି ହେଇଛି? ଆଜି ଭାତ ହେଇଛି। କି ଭାତ? ଆଜି ବିରିୟାନୀ ଚାଉଳର ଭାତ ହେଇଛି, ଆଉ ଡାଲି ହେଇଛି, ଆଉ ଚିକେନ କଷା ହେଇଛି, ଆଉ ଚୁଙ୍ଗୁଡ଼ି କଖାରୁ ଆଳୁ ପଡ଼ିକି ଘାଣ୍ଟ ହେଇଛି ଆଜି, ଆଉ ପିଆଜ ଆଉ ଲଙ୍କା। ମୋର ବି ଆଜି ପୁରା ବାସୁମତୀ ଚାଉଳ ଡାଲି ଆଉ ଆମର ଚୁଙ୍ଗୁଡ଼ି ମାଛର ଗ୍ରେଭି ମସ୍ତ ପୁରା ହେଇଛି, ପୁରା ମାନେ ଘାଣ୍ଟ ଫାଣ୍ଟ, ଆଉ ଚିକେନ କଷା ୱିଥ୍ ଲେଗ୍ ପିସ୍। ଠିକ୍ ଅଛି, ତାହେଲେ ଆଜି ଖାଇବାଟା ବହୁତ ବଢ଼ିଆ ହେଇଛି। ନନଭେଜ୍ ଆଜି ହେଇଛି, ବହୁତ ବଢ଼ିଆ ହେବ କମ୍ପିଟିସନଟା। କମ୍ପିଟିସନ ଷ୍ଟାର୍ଟ କରିବା। ରେଡ଼ି, 1 2 3 ଷ୍ଟାର୍ଟ। ଚିକେନ ଲେଗ୍ ପିସ୍ ମୁଁ ବନେଇଥିଲି। ଆହା ବଢ଼ିଆ ଅଛି, ଧନିଆ ପଡ଼ିବ। ଶୀଘ୍ର ଶୀଘ୍ର ଖାଅ, ଜିତିବ। ଖାଇବାଟା ଆଜି ବହୁତ ବଢ଼ିଆ ହେଇଛି, ଖାଅ। ଯାହା କହିବା କଥା କୁହ, ଜୋରସେ କୁହ। ଭଲ ହେଇଛି, ଯାହା କହୁଛ ଭଲ ହେଇଛି। ଆଜି ଚୁଙ୍ଗୁଡ଼ି ମାଛ ଆଉ ଯୋଉ ଘାଣ୍ଟ ବହୁତ ଟେଷ୍ଟି, ବହୁତ ଟେଷ୍ଟି। କିଏ କରିଛି ତାକୁ? ତତେ ନିଜେ ଘରେ ବନେଇଛି, ବଢ଼ିଆ ହେଇଛି। ତତେ ସବୁ ଆସେ? ହଁ, କହିବା ଅନୁସାରେ ସତରେ ଭଲ ହେଇଛି। ହଉ ହଉ ହଉ, ଖାଅ। बहुत बढ़िया, बहुत बढ़िया। स्पीड खाओ, स्पीड खाओ। ଆପଣଙ୍କ ଘରେ ବି ନିଜେ ବନେଇକି ଖାଇବାକୁ ବଢ଼ିଆ ଲାଗିବ, ଏମିତିଆ ଟେଷ୍ଟି। ଚୁଙ୍ଗୁଡ଼ି କଖାରୁ ଆଳୁ ଘାଣ୍ଟ ପଡ଼ିକି ଭଣଜାର ସରିଲା, ମାଇଁ ଶୀଘ୍ର ଖାଅ।
ଭାତ କେବଳ ସରିଗଲେ ଥାଳି ସଫା କରିଦେଲେ ହବନି, ବାକି ଜିନିଷ ବି ରହିଛି, ସବୁ ଜିନିଷ ସଫା କରିବାର ଅଛି। ବହୁତ ବଢ଼ିଆ, ବହୁତ ବଢ଼ିଆ। एते दिन पर चिकेन लेग पीस खाई भल लागला। चिकेन आज मार्केट रू किए आनी? बहुत बढ़िया लेग पीस आसी। गोलिया फास्ट किछि सेकंड रे माई हारी, खूब कम सेकंड रे। कंटेस्टा बहुत बढ़िया होता। देखा जाऊ थाली रे कहार कौन रही, जदि रही सी हार मु थाली पाखक नौ। दर्शक मैंने आपड़ देखिकी डिसाइड करूँ कहार रही कहार रहीनी आ किए जीतब। यहाँ प्रथम माई चिंगुड़ी तरकारी शेष गिनारे चिकेन लेग पीस हाड़ाटा अच्छी। गोटे कौन थाली गोटे पड़ी आलू सीजन। हाँ ठीक गंजा तुम कौन अच्छी? मोर आ किछि बाकी नहीं, खाली राग कंचा राग खाई पाइ नै सेती बाकी अछि। अच्छा चिकेन रो कौन एते तुम चिकेन खाइछ ना छाड़ी छबा? ये सब जाक होचे हाड़र खंड, हाड़ चोबेकी पूरा गुंड कर देइछंती आउ चिंगुड़ी तरकारी भी साथ देइछ। तो दर्शक माने आपण देखंतु आ डिसाइड करंतु किए जीतिची। आम मतरे लंका सब साथ देइछि, मोर किछि नै। आपण माने ही कोन के बो ए बो से घर बो आसिल एडी आस, एडी आस। देख माई भणजा खाइबारे प्रथम एटी आस। देख माई कर थाली रे किछि नाही, गिनारे किछि नाही, आउ चिकेन ये हाड़टा अच्छी आ गोटे सीझी ना आलू से आलूटा से आलूटा सीझी है भणजा ये
ଭାତ ନାହିଁ, ଚିଙ୍ଗୁଡ଼ି ତରକାରୀ ନାହିଁ କି ଚିକେନ ତରକାରୀ ନାହିଁ, ଆଉ ହାଡ଼କୁ ସିଏ ପୁରା ଚୋବେଇକି ଗୁଣ୍ଡ କରିଦେଇଛି। କିନ୍ତୁ ତାର ଗୋଟେ ଖାଲି ଲଙ୍କାଟେ ବଳିଛି, ପିଆଜ ଲଙ୍କା 2 ଜଣଙ୍କୁ ଦିଆହେଇଥିଲା। ହଁ, ମାଇଁ ତାର ପିଆଜ ଲଙ୍କା ସାରି ଦେଇଛି, କିନ୍ତୁ ଭଣଜାରେ ଖଣ୍ଡେ ଲଙ୍କା ବଳିଛି। କିନ୍ତୁ ଭଣଜା ଆଗେ ଖାଇବା ସାରିଛି, ଲଙ୍କାଟା କେବଳ ବଳିଛି। ତ ତମେ ଡିସାଇଡ୍ କରି କୁହ 2 ଜଣ ଭିତରେ କିଏ ଜିତିଛି। ଭଣଜା କିଏ ଜିତିଲା? ରାଗଟା ରହିଯାଇଛି। ହଁ, ମୁଁ ତ ସବୁ ସାରି ଦେଇଛି। ବୋଉ ଯାହା କହିବ ସେଇଆ ହିଁ ଠିକ ହବ। ହଁ ଯେ ହଉଛି ମାଇ ଜିତୁ ତାର ରାଗଟା ଖାଲି ରହିଛି। ହଁ, ସେ ରାଗଟା ଖାଇ କିନ୍ତୁ ସେ ଆଗ ଖାଇଛି, ଆଗ ଖାଇବା ସାରିଛି, ଲଙ୍କାଟା ତାର ରହିଯାଇଛି। ଆଉ ତାର ମନେ ନାହିଁ। ମନ ନାହିଁ କାହିଁକି, ମନ ଅଛି, ଲଙ୍କାଟା ସେ ଖାଇନି। ଆଉ ବୋଉ ଯାହାକୁ ଜିତେଇବ ସେ ହିଁ ଜିତିବ। ହଁ ହଁ ସେ ତା ମାଇ ଜିତୁ ଆଉ କ'ଣ, ତା ରାଗଟା ରହିଯାଇଛି ସେ ଖାଲି ଆଉ କ'ଣ, କାଲି ଜିତିବ ଆଉ। ଠିକ ଅଛି, ମାଇକି ଜିତେଇଛି ବୋଉ, ନାତିକି ହରେଇକିରି। ଏଥିରେ କ'ଣ ତମ ଗୋଲିଆ କ'ଣ କହିବୁ? ନା ମୁଁ କିଛି କହିବାର ନାହିଁ, ମୋର ଗୋଟାଏ ଲଙ୍କା ବଳିଛି, ଦେଖେଇ ଦେଉଛି ଲଙ୍କା ସକାଶେ ମୁଁ ଆଜି ହାରିଛି। ମୁଁ ଆଉ ଜୀବନରେ କେବେ ଲଙ୍କା ଛାଡ଼ିବି ନାହିଁ ଥାଳିରେ, ଲଙ୍କା ନେଇଛି ମାନେ ସାରିବି। ଠିକ ଅଛି, A few moments later. ଆଜି ମାଇ ଜିତିଛି ଆଉ ଭଣଜା ହାରିଛି। ତ ମାଇ ହସୁଛି ଖାଲି ଜିତି ଯାଇଛି ବୋଲି। ହଁ, ଭଣଜାକୁ କ'ଣ ପନିସମେଣ୍ଟ ଦେବ ସେ ଡିସାଇଡ୍ କରିକି କହୁ। କ'ଣ ଆଜି ପନିସମେଣ୍ଟ ଦେବୁ ମାଇ? ଆଜି ତ ଭଣଜା ଖାଇପାରିଲାନି, ହଁ। ଲଙ୍କା ଆଉ ପିଆଜ ଦିଆହେଇଥିଲା। ପନିସମେଣ୍ଟରେ ସେଇ ଲଙ୍କାଟା ଖାଇଦେବ ଆଉ। ଏଇ ଲଙ୍କାଟା ମୋତେ ପୁଣି ଖାଇବାକୁ ପଡ଼ିବ। ଓହୋ, ପନିସମେଣ୍ଟରେ ସେଇ ଲଙ୍କାଟା ଯୋଉଟା ଖାଇ ନଥିଲା ସେଇ ଗୋଟା ହିଁ ଖାଇବ, ସେଇଗୁଡ଼ା ତା ପାଇଁ ପନିସମେଣ୍ଟ। ଆଚ୍ଛା, ଏଇଟା ଖାଇବାକୁ ପଡ଼ିବ ତ? ମନେ ମନେ ଅଛି, ଗୋଟେ ଥର 2ଟା ଲଙ୍କା ଦେଇଥିଲ, ମନେ ଅଛି ତ? 2ଟା ଲଙ୍କା ଖାଇଛ? ହଁ, ତମେ ଗୋଟେ ଲଙ୍କା ଖାଅ, ସେଇ ଗୋଟେ ଲଙ୍କା କାନ ଧୁଆ କରିବ, ଚୋବେଇ ଦେବୁ ପାଣି ପିଇବ। ଚୋବେଇକି ଦେଖେଇବ ପାଟିରେ, ତାପରେ ପାଣି ପିଇବ। କାକୁଡି ଭଳିଆ ଖାଇଯାଉଛି। କାକୁଡ଼ି ଭଳିଆ ଭଣଜା ଲଙ୍କାକୁ ଖାଇଯାଉଛି। ନା, ଇରେ ଲଙ୍କା ରାଗ ନାହିଁ, ସେ ହସି ହସି ଖାଇଦଉଛି। ଝାଳ ଗମ ଗମ ହେଇ ବୋହି ଆସିଲାଣି। ଲଙ୍କାଟା ଠିକ ରାଗ ଅଛି, ସେ କିନ୍ତୁ କହୁନାହିଁ ମୁହଁରେ, ସେ କହୁନି। ଦେଖେ ଆ କଲ ଲଙ୍କା ଅଛି ନା ନାହିଁ? ହଁ ଅଛି। ତା ରାଗ ହେଇଯାଇଛି। ନା କିଛି ରାଗ ନାହିଁ, ସେ ନହେଲେ ହସ୍ତାନ୍ତା କାହିଁ। ବାହାରିଲା। ହଁ, ବର୍ତ୍ତମାନ ପାଣି ପିଇବ କି ନାହିଁ ଲଙ୍କା ଖାଇଲା? ସେ ବା କହିଲା ରାଗ ନାହିଁ, ପାଣି କାଇଁ ଦିଆଯିବ। ପାଣି ପିଅ, ପାଣି ପିଅ, ପାଣି ପିଅ, ପାଣି ପିଅ। ବେବିଆ କ'ଣ କହିବୁ କହ? ଆଉ କହିବା ପାଇଁ ନାହିଁ। ମୁଁ ଏ ଲଙ୍କା ଖାଇକି ଜାଣି ଦେଇଛି କେତେ ରାଗ ଥିଲା। ମୋ ପାଖେ ରାଗ। ବୋଲିଆ ଜୋଲୋ ଚିପ୍ସ ଖାଇଲା ଭଳିଆ ଲାଗୁଛି। ବୋଉଲୁ ଆଜି କିଛି କହିହବନି। ଥଣ୍ଡା ପାଣି ଆଜି କିଛି କହିହବନି, ପନିସମେଣ୍ଟଟା ସାଂଘାତିକ, ପାଖରେ ଲୁହ ପଡ଼ିଗଲା। ତମେ ଗୋଟିଏ ଲଙ୍କା ଖାଇକି କେତେ କଷ୍ଟ ପାଉଛ, ମୁଁ 2ଟା ଲଙ୍କା ଖାଇଥିଲି ଭାବିଲ। କ'ଣଟା ହେଇଗଲା? ଏତେ ରାଗ ମୁଁ ଖାଏନି। ଭିଡ଼ିଓଟା ଯଦି ଭଲ ଲାଗିଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଆଗକୁ କ'ଣ କ'ଣ ଚ୍ୟାଲେଞ୍ଜ ଅଛି କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଆଜି କିଛି କହିହେବନି। ଧନ୍ୟବାଦ, ଜୟ ଜଗନ୍ନାଥ।